ସରକାରଙ୍କ ବଡ଼ ନିଷ୍ପତ୍ତି 1 ଏପ୍ରିଲରୁ ସାରା ଦେଶରେ ବାଧ୍ୟତାମୂଳକ ହେବ ଏହି ପେଟ୍ରୋଲ ଗାଡ଼ି ଉପରେ କ'ଣ ପଡ଼ିବ ପ୍ରଭାବ ଜାଣନ୍ତୁ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। କେନ୍ଦ୍ର ସରକାର ଇନ୍ଧନ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। 1 ଏପ୍ରିଲ 2026 ଠାରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 20% ଇଥାନଲ ମିକ୍ସ ଏବଂ ସର୍ବନିମ୍ନ 95 ରିସର୍ଚ୍ଚ ଆକ୍ଟର ନମ୍ବର ଯଥା RON ସହିତ ପେଟ୍ରୋଲ ବିକ୍ରୟ କରାଇବା ବାଧ୍ୟତାମୂଳକ ହେବ। ତେଲ ଆମଦାନୀ ଏବଂ ପ୍ରଦୂଷଣ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ତଥାପି ଏହି ପରିବର୍ତ୍ତନ ସାଧାରଣ ଗାଡ଼ି ଚାଳକଙ୍କୁ ମଧ୍ୟ ସିଧାସଳଖ ପ୍ରଭାବିତ କରିବ। ଏବେ ଆସନ୍ତୁ ବୁଝିବା ଏହି ନୂତନ ନିୟମ ଆପଣଙ୍କ ପାଇଁ କ'ଣ ଅର୍ଥ ରଖିବ। ତେବେ 95 RON ପେଟ୍ରୋଲ କ'ଣ ଅଟେ? 95 ରିସର୍ଚ୍ଚ ଆକ୍ଟନ ନମ୍ବର ଯଥା RON ବାଲା ପେଟ୍ରୋଲକୁ ସାଧାରଣତଃ ପ୍ରିମିୟମ କିମ୍ବା ହାଇ ଆକ୍ଟନ ପେଟ୍ରୋଲ କୁହାଯାଏ। ସାଧାରଣ ପେଟ୍ରୋଲରେ ଆକ୍ଟନ ନମ୍ବର ପ୍ରାୟ 90 ପାଖାପାଖି ଥାଏ। ଆକ୍ଟନ ନମ୍ବର ଯେତେ ଅଧିକ ହେବ ଇଞ୍ଜିନରେ ଇନ୍ଧନ ସେତେ ଭଲ ଭାବରେ ପୋଡ଼ିବ ଏବଂ ସମୟ ପୂର୍ବରୁ ଫୁଏଲ ଜଳିବା ଅର୍ଥାତ୍ ପ୍ରି ଇଗ୍ନିସନର ବିପଦ ହ୍ରାସ କରିବ। ବିଶେଷ କରି କାର୍ବୋଚାର୍ଜଡ କିମ୍ବା ହାଇ ପରଫର୍ମାନ୍ସ ଇଞ୍ଜିନ ଥିବା ଯାନଗୁଡ଼ିକରେ 95 RON ପେଟ୍ରୋଲ ସୁଗମ ଡ୍ରାଇଭିଂ, ଉତ୍ତମ ଶକ୍ତି ଏବଂ ଭଲ ଏକ୍ସେଲରେସନ ମିଳିପାରେ। ତେବେ ସରକାରୀ ବିଜ୍ଞପ୍ତିରେ କ'ଣ ରହିଛି? ପେଟ୍ରୋଲିୟମ ମନ୍ତ୍ରାଳୟ ଫେବୃଆରୀ 17 ତାରିଖରେ ଏହାର ବିଜ୍ଞପ୍ତିରେ ସ୍ପଷ୍ଟ କରିଥିଲା ଯେ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଭାରତୀୟ ମାନକ ବ୍ୟୁରୋ ମାନକ ଅନୁଯାୟୀ 20% ପର୍ଯ୍ୟନ୍ତ ଇଥାନଲ ମିକ୍ସ ପେଟ୍ରୋଲ ବିକ୍ରି କରିବେ, ଯାହାର ସର୍ବନିମ୍ନ RON 95 ରହିବ। ଏହାର ଅର୍ଥ ହେଉଛି ଭବିଷ୍ୟତରେ ସାରା ଦେଶରେ ଉପଲବ୍ଧ ପେଟ୍ରୋଲର ସ୍ତର ଏକ ସମାନ ଏବଂ ଉଚ୍ଚ ଗୁଣବତ୍ତାର ହେବ। ତେବେ ପୁରୁଣା ଯାନଗୁଡ଼ିକ ଉପରେ କ'ଣ ପ୍ରଭାବ ପଡ଼ିବ? ଶିଳ୍ପ ଅଧିକାରୀମାନେ କହିଛନ୍ତି ଯେ 2023ରୁ ଆଉ 25 ପରେ ନିର୍ମିତ ଅଧିକାଂଶ ଯାନ E20 କିମ୍ବା 20% ଇଥାନଲ ମିଶ୍ରିତ ପେଟ୍ରୋଲରେ ଚାଲିବା ପାଇଁ ଡିଜାଇନ କରାଯାଇଛି। ତେଣୁ ନୂତନ ଯାନଗୁଡ଼ିକ କୌଣସି ବଡ଼ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ନାହିଁ। ତଥାପି ପୁରୁଣା ଯାନଗୁଡ଼ିକ ମାଇଲେଜରେ 3ରୁ 7% ହ୍ରାସ ପାଇପାରେ। କିଛି ରବର କିମ୍ବା ପ୍ଲାଷ୍ଟିକ ଅଂଶ ପ୍ରଭାବିତ ହେବାର ସମ୍ଭାବନା ମଧ୍ୟ ରହିଛି। ତେବେ ଇଞ୍ଜିନ ସୁରକ୍ଷା ପାଇଁ 95 RON କାହିଁକି ଆବଶ୍ୟକ? ଇଞ୍ଜିନ କ୍ଷତିକୁ ରୋକିବା ପାଇଁ ସର୍ବନିମ୍ନ 95 RON ଉପରେ ଗୁରୁତ୍ୱ ଦିଆଯାଉଛି। RON ଇଞ୍ଜିନ ଲକ୍-ଇନ୍ କରିବା ପାଇଁ ଇନ୍ଧନର ପ୍ରତିରୋଧକୁ ମାପ କରେ। ଇଞ୍ଜିନ ଭିତରେ ଅସମାନ ଭାବରେ ଇନ୍ଧନ ଜଳିଲେ ନକ୍-ଇନ୍ ହୁଏ। ଏହା ପିଙ୍ଗିଂ ସ୍ପଷ୍ଟ କରେ ଏବଂ ଦୀର୍ଘକାଳୀନ ଇଞ୍ଜିନ କ୍ଷତି କରିପାରେ। RON ଯେତେ ଅଧିକ ହେବ ନକ୍-ଇନ୍ ହେବାର ସମ୍ଭାବନା ସେତେ କମ୍ ହେବ ଏବଂ ଇଞ୍ଜିନର ଜୀବନକାଳ ସେତେ ଭଲ ରହିବ। ତେବେ ଡ୍ରାଇଭରମାନେ ପରବର୍ତ୍ତୀ ସମୟରେ କ'ଣ କରିବା ଉଚିତ? ଯଦି ଆପଣଙ୍କ ଯାନ ନୂତନ ଏବଂ E20 ଅନୁକୂଳ ତେବେ ଆପଣଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ। ତଥାପି ଯଦି ଆପଣଙ୍କ ଯାନ ପୁରୁଣା ତେବେ ନିୟମିତ ସେବା ଏବଂ ଇଞ୍ଜିନ ଅଂଶଗୁଡ଼ିକ ଯାଞ୍ଚ କରିବା ନିଶ୍ଚିତ କରନ୍ତୁ। ଏହି ସରକାରୀ ନିଷ୍ପତ୍ତି ପରିବେଶ ଏବଂ ଶକ୍ତି ସଂରକ୍ଷଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କିନ୍ତୁ ଯାନବାହନ ମାଲିକମାନେ ଏହି ପରିବର୍ତ୍ତନକୁ ବୁଝିବା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।